45 ପିଆଜ 55 କିଲୋ ଧଡ଼ା 160 ପବିତ୍ର ଜେନା ଆମର ଅଛି ଆଳୁ ପିଆଜ ଆଳୁ ଆଳୁ ଲେଖା ହେଇଛି ଆଳୁ ଆଳୁ 3 କେଜିକୁ 130 ଟଙ୍କା 1 କେଜିକୁ 45 ଟଙ୍କା ନା ବିଲକୁଲ ବିକ୍ରି है ना ना ଆଜ୍ଞା ହାଏଷ୍ଟ ଆମେ ବିକ୍ରି ଆମେ ଏତିକି ବିକିଛୁ ଆମେ କାଲି ତ ଅମାବାସ୍ୟା ବନ୍ଦ ଥିଲା ପୂର୍ବ ଦିନ ବି ଆମେ ବିକିଛୁ 130 ଟଙ୍କା ଭଡ଼ା ବିକିଛୁ ନା 50 ଆଳୁ ତ ଭଲ ଆଜି ଭଲ ଆଳୁ ଆସିଛି ଆଳୁ ଭଲ ଅଛି ଆଜ୍ଞା 50 ଟଙ୍କା ଯେଉଁମାନେ ଠକେଇକି ନେଉଛନ୍ତି ସେଇମାନେ 50 ବିକୁଛନ୍ତି ଏଠି ଛତ୍ର ବଜାର ଏଠି କେହି ଅଧିକା ରେଟ୍ ନେବେ ନା ଅଧିକା ନୁହେଁ ଏବେ ତ ଆଳୁ ତ ଆସୁନି ଆଳୁ ବନ୍ଦ ହେବା ଦ୍ୱାରା ରେଟ୍ଟା ବଢ଼ିଲା ବେଙ୍ଗଲ ଯଦି ସୁରୁଖୁରୁରେ ଆଳୁ ଆସିବ ତାହେଲେ ରେଟ୍ ୟୁପି ଆଳୁ ଆସିଛି ଆଜି ୟୁପି ଆଳୁର ଏତେ ଚାହିଦା ନାହିଁ ସେଟା ସେଥିରେ ଏତେ ପଚାସଢ଼ା ବାହାରିବ ଆଳୁର ମାନେ ଫିନିସିଂ ଏତେ ଭଲ ନାହିଁ ମାନେ ଆମ ଲୋକ ସାଇଜ୍ ଆଳୁ ଭଲ ମାନେ ସାଇଜ୍ରେ ଆଳୁ କିଣିବେ ସେଟା ଆଜି ଆସିଛି ଯେ କେମିତି ଆସିଛି ତାକୁ ଦେଖିବାକୁ ପଡ଼େ ଦେଖିଲେ ହଁ ବାଛିକି ବିନା ବସାରେ କେହି ନିଅନ୍ତିନି ଆଜ୍ଞା ଆଜ୍ଞା ସଡ଼ା ପଚା ରହିବ ଗୁଣ୍ଡ ରହିବ ସେ ପଚାରିଲେ କେତେ ବିକ୍ରି ହେଉଛି ଆମେ 130 ଟଙ୍କା ଧରା ବିକୁଛୁ କିଲୋ 45 ଧରା 130 ଟଙ୍କା ଆମେ ସେୟା ବିକୁଛୁ ବି ଅଧିକା ଲୋକ ନେବେନି ଏଠି ପାଦ ପକେଇଲେ ତ 100 ଦୋକାନ ଭୁଲ ରେଟ୍ କଲେ ଆପଣ ବସିଥିବେ ସେଭଳିଆ ରେଟ୍ କଲେ ନେବେ ଆଜ୍ଞା ଫେମସ୍ ହେଇଗଲେ ନା ହବ ଆଳୁ ପାଇଁ ବେଶୀ ଫେମସ୍ ହେଉଛି ମମତା